কেউঠু হয়েছে ম্যাডাম? ଶୁଣ ସାର୍, ମୁଁ ଏଇ ବାଟ ଦେଇ ଯାଉଥିଲି, ଲୋକଟାର ଚିତ୍କାର ଶୁଣି ମୁଁ ଏଠି ଆସି ପହଞ୍ଚିଗଲି। ଆଉ ରାସ୍ତାରେ ତ କେତେ ଲୋକ ଯାଉଥିଲେ, କିନ୍ତୁ କାହାରି ମନରେ ଟିକେ ଆ ପ୍ରତି ଦୟା ଆସିଲା ନାହିଁ। ଆଉ ସତରେ ସମସ୍ତେ କହନ୍ତି ଭୁବନେଶ୍ୱର କେହି ନୁହଁ କାହାର। ଆଉ ଏ ବିଭର୍ଷ ମନର ଦେଖି ମୋ ମନରେ ଟିକେ ଦୟା ଅଛି। ଆଉ ତେଣୁ କରି ମୁଁ ଏ ଲୋକଟାକୁ ଆସି ଟିକେ ବଞ୍ଚେଇବାକୁ ଚେଷ୍ଟା କଲି। ଦେଖନ୍ତୁ ସାର୍, ଆଉ ଇଏ ମର୍ଡର କରିଛି, ଏ ଗଣ୍ଠୁରୀଟାକୁ ସେଠି ଛାଡ଼ି ଦେଇଯାଏ। ମୁଁ ଆସୁଛି। জ্ঞান বলি এপর্যন্ত কিছু নাই। যে যাইছে এপর্যন্ত ঘরକୁ ଫେରିବା ପାଇଁ ନା ବି କହିଲେ। ଆସୁ ସେ ଆଜି, ତାକୁ ମୁଁ ସିଧା ସିଧା କହିଦେବି। ଆସୁ ସେ ଆଜି। ଆଉ କାହା ଉପରେ ମା, ସେଇ ସମୟ ଉପରେ যে যাইছে এপর্যন্ত ঘরକୁ ফেরিବା ପାଇଁ ନା କରୁ। আরে আজকালি সময় কোন হেলানি, সেদিন গোটে অজଣାର ব্যক্তি এ ঘর ভিতর বসি যাহা সব জুলুম হেলা। আরে মা, তাকে যেতে কহিলে সে কোন মানুছি? ମୁଁ ତ ଭାବିଲି ସେଦିନ ବେଳେ ଆଜି ବି ଗୋଟେ ପାଗଳ ପଶି ଆସିଛି ବୋଲି। ଆରେ ମା, ହଁ ସେଇଥିପାଇଁ ତ ତା ଉପରେ ମୁଁ ବିରକ୍ତ ହଉଛି। ହଉ ବାପା, ଆପଣ ବିରକ୍ତି ହୁଅନ୍ତୁନି, ଆପଣ ଏଠି ବସନ୍ତୁ, ମୁଁ ଆପଣ ପାଇଁ ଚା କରି ନେଇ ଆସୁଛି। ଯା ମା ଯା। এটা সোমন রায় চৌধুরী ঘর? ମୁଁ ନିଜେ ସୋମନାଥ ରାୟ ଚୌଧୁରୀ। କଣ ହେଇଛି ପୋଲିସ ବାବୁ? এই দেখুন তো আইডেন্টি কার্ড। ହଁ, ଏ ତ ମୋ ସମୟ ପୁଅର ଆଇଡେଣ୍ଟି କାର୍ଡ ଫଟୋ। କଣ ହେଇଛି ପୋଲିସ ବାବୁ କୁହ। আই এম সরি মিস্টার রায়,
ଆପଣ ପୁଅ ସମୟକୁ କିଏ ବିଚ୍ ବଜାରରେ ମାରି ଯାଇଛି। ନାଇଁ ପୁଲିସ ବାବୁ, ଆପଣ ମିଛ କହୁଛନ୍ତି। ତାଙ୍କର କିଛି ହେଇନଥିବ, କିଛି ହେଇନଥିବ ତାଙ୍କର। ଶୁଣନ୍ତୁ, କଥାଟା ଆପଣ ଅଫିସର ଜାଗିଆନି, କଥାଟା ସତ। କନେଷ୍ଟବଳ, କନେଷ୍ଟବଳ, ଜେଡ୍ ମ୍ୟାଡାମ। এই সময় এই সময় আরে ধরুটিয়ে মধ্যে কথা হরে ধন তুম আশা ভরসা তুম আশা বাড়ি দিয়েছিল এই ধন ধরুটিয়ে মধ্যে ধন কথা হরে বাবা এই ধন ধরুটিয়ে মধ্যে কথা ଅଟଗୁଡିଏ ଯାଇଥିବା ବାଟ ଖୋଜି ସିନା ଫେରି ଆସେ, ହେଲେ ଇଏ ଯୋଉ ବାଟ ବୈଶାଖୀର ଝାଇଁ ଝାଇଁ ଖରାରେ ନିଃସ୍ୱ ହେଇ ପଡିଛି। ତମେ ତାକୁ ଯେତେ ଡାକିଲେ ବି ସେ ଉଠିବେନି ବାପା। ଏ ନଦୀ ସୁଅରେ ଭାସି ଯାଉଥିବା ନିରିମାକି ସୂତା କିଓଟେ ତମେ ତମ ଘରକୁ ଆଣି ମତେ ଦେବୀ ପରି ପୂଜା କଲ, ସ୍ନେହ ଆଦର ବି ଦେଲ, ହେଲେ ମୁଁ କାହା ଆଶା ଭରସା ନେଇ ବଞ୍ଚି ରହିବି? ତମେ ମତେ ସେଦିନ କଥା ଦେଇଥିଲ, ହେଲେ ତମେ ତମ କଥା ଆଜି ରଖି ପାରିଲନି। ଏ ଶାନ୍ତି ଏ ଦୁନିଆର ଅପବାଦ ବୋଝକୁ ମୁଣ୍ଡରେ ମୁଣ୍ଡେଇ ମୁଁ ବଞ୍ଚିବି କେମିତି? କୁହ ସମୟ, କୁହ। ଏ ଶାନ୍ତି ତମେ ସ୍ୱର୍ଗରେ ଥାଇ ଦେଖ এই শোভনাথ রায় চৌধুরী তা পুরটাকে সে হরেই ଯାଇଛି এই শোভনাথ রায় চৌধুরী তা পুরটাকে সে হরেই ଯାଇଛି এ শান্তি তবে স্বর্গরে ଥାଇ ଦେଖ ମୁଁ ମରି ଯାଇଥିଲେ ସେ ତା କାନ୍ଧରେ ନେଇ ମୋ ଶାଳୀକୁ ଯାଇଥାନ୍ତା ଆଜି ମୁଁ ମରି ଯାଇଛି ଆଜି ସେ ମରି ଯାଇଛି ତାକୁ ମୁଁ କାନ୍ଧରେ ନେଇ ମୋ ଶାଳୀକୁ ଯିବି ତମେ ଆଉ ଯେତେ ଡାକିଲେ ବି ସେ ଉଠିବେନି। ତମେ ଆଉ ତାଙ୍କ ଉପରକୁ ବିରକ୍ତି ହବନି। ଏ ମହୁମା এই সংসারର ନୀତି ନିୟମ ଅନୁଯାୟୀ ତୋତେ ମା ବିଧବା ହବାକୁ ପଡିବ ରେ ମା ବିଧବା ହବାକୁ ପଡିବ ଏ ମା ତୁ ବିଧବା ନହେଲେ ମୋ ପୁଅ ତ ମରିଗଲା ମୋ ସମୟର ଆତ୍ମାଟା ଶାନ୍ତି ପାଇବନି ରେ ମା ମୋ ସମୟର ଆତ୍ମାଟା ଶାନ୍ତି ପାଇବନି କିନ୍ତୁ ମୁଁ ଯଦି ସତ କଥାଟା କହିଦିଏ ନାଇଁ ଏ ମା ଆରେ କଣ ଭାବୁଛୁ रे
ତୁ ଚାହୁଁଛୁ ତୋ ଶଙ୍କା ସିନ୍ଦୁର ଥାଉ ବୋଲି କେବେ ଏ ଦୁନିଆର ନୀତି ନିୟମ ଅନୁସାରେ ଏ ଲୋକମାନେ କଣ ଭାବିବେ ସେମାନେ ମତେ କଣ ଭାବିବେ ସେମାନେ ମତେ ସତ ମିଛର ଦୋଚଖି ରାସ୍ତା ଉପରେ ଛିଡ଼ା ହୋଇ ମୁଁ ଭାବୁଛି ମୁଁ ଭୁଲ କରୁଛି ନା ଠିକ କରୁଛି। ଭୁଲ ହଉ ବା ଠିକ ହଉ, ସତ ହଉ ବା ମିଛ ହଉ, ଯେହେତୁ ମୁଁ ସମୟଙ୍କ ସ୍ତ୍ରୀ, ତାଙ୍କ ନାଁରେ ମୁଁ ଶଙ୍ଖା ସିନ୍ଦୁର ପିନ୍ଧିଛି, ମୁଁ ବିଧବା ହେବି ବାପା, ମୁଁ ବିଧବା ହେବି। ମୋ ଜୀବନର ଏମିତି ଏକ କାହାଣୀ ନା ପଢି ହବ, ନା ଲେଖି ହବ, ନା କାହାକୁ କହି ହବ। ମୋ ଜୀବନର ଲୁହ ଲହୁବରା କାହାଣୀ, ଅକୁହା କାହାଣୀ ଶୁଣିବ କିଏ? जा समाचार नीति नियम संविधान से दृष्टि मु तम स्त्री स्वामी स्वामी हूँ देवता बड़े नारी
ଶଙ୍ଖା ସିନ୍ଦୁର ହଉଛି ସବୁ କିଛି। ହେଲେ ତମେ ତମେ କାହିଁକି ମତେ ନୂଆ ପଡାକୁଛ? ସ୍ୱାମୀ ସ୍ତ୍ରୀ ସ୍ତ୍ରୀ ସ୍ୱାମୀ हे भगवान তুমি এগুলো করলে প্রভু। বসরতি পর শিক্ষারে প্রচলিত মোর আশা ভরসা সব কিছু জড়ি পড়ি ছাড়কারে বিদোষম করিଥିଲେ এই যে পাগল ମୋ ପାଇଁ କି ବିଷମ ପରୀକ୍ଷା। କାନ୍ଦ 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 ଜୋରସେ କାନ୍ଦ। ହେଲେ ମୁଁ ତମ ସ୍ୱାମୀ ନୁହଁ କି ତମେ ମୋ ସ୍ତ୍ରୀ ନୁହଁ। ଶୁଣ ସବୁ ପରେ ବି ମୁଁ ତମ ସ୍ତ୍ରୀ। କଣ ହେଲା? ମିଛ ମିଛ ପଳେଇ ଯା ନୂଆ ବୋହୂ ଏଇଠୁ ପଳେଇ ଯା। ନର ରାକ୍ଷସ ମାନେ ତତେ ମାରିଦେବେ। ଏତେ ଚିତ୍କାର କଲେ ବି କେହି ଶୁଣିବେ ନାହିଁ। ତଥାପି ঝুমকা না 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 ঝুমকা না 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 ঝুমকা না 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 ঝুমকা না না ঝুমকা না না ঝুমকা না না ସେଦିନ ହାତରେ ହାତ ଦେଇ କଥା ଦେଇକି ଆଖିରେ ଆଖି ମିଶେଇ କଥା ଦିଆ ଦିଆ ହେଇଗଲୁ। तुम
ଆସିଗଲା ସକୁନି ଆସିଗଲା ଯୋଉଭଳି ଗୌରବ ମାନେ ଜାଣିଥିଲେ ସକୁନି ପ୍ରତିଶୋଧ ନବା ପାଇଁ ମିଛ ନାଟକ କରି ଚାଲିଛି ଶେଷରେ ଗୌରବ ମାନଙ୍କର ନାଶ ହେଲା ଜମା ବିଶ୍ୱାସ କରିବନି ଜମା ବିଶ୍ୱାସ କରିବନି ଭଗବାନ ଜମା ବିଶ୍ୱାସ କରିବନି কামারি কামারি পাগল হে ভগবান চুপ অলক্ষণী ତୁ ଆସିଲା ପରେ ମୋ ପୁଅ ପାଗଳ ହେଲା ତୁ କଣ କହୁଛୁ বাবা কাহিকি কিছু না এত বড় নিন্দা অপবাদ ମୋ ମୁଣ୍ଡରେ ଲଗେଇ ଦଉଛନ୍ତି ଏମିତି ଆଉ ଘଣ୍ଟି ବଜାନା ଜଲ୍ଦି ସେ କାଢିଦେ ତୁ ଦେଖୁଛୁ ଯୋଉ ଭଳିଆ ପାଗଳ କୋଉଠି ନଜର ଲାଗିବ କିଏ ଚୋର ଖଣ୍ଡ ଆସି ପହଞ୍ଚିବ ସେ ଜିନିଷ ସବୁ ନେଇଯିବ ହେଲେ ତତେ ଏତେ କଷ୍ଟ କରି ମୁଁ ଆଣିଛି ଯଦି ଏମିତି ହବ ମୁଁ କଣ କରିବି ସେ ଗହଣାକୁ ଜଲ୍ଦି କାଢିବି ଲକରେ ରଖିଦେବି ତୋର ଯେତେବେଳେ ଦରକାର ହବ ମୁଁ ସବୁ କାଢି ତତେ ଦେଇଦେବି ବାବା नारी होची घर लक्ष्मी मु केमिति केमिति दस मंगला चाहिनी गोटे अलक्ष्य नहीं आपन को सब जिनिस दे देबी जो ओते नीति शिक्षा सिखाउ जानो रांडी छुआ कौन कलु आई ये मुझे ते लोग हमारा घंटी के बजेगा लोग तू खाना मोरे जवाब दऊ पागल पोसे तो भात छोटे मते घर को बोल कोई नहीं आसी मो जीवन को तो जारी पड़ी छाटकाट कर देलो कि तो सब करते तो बकाड़े से मुझे और सब तो बोना कर दे घर मते अलग कर कोई विदा कर दो अरे जो अरे जादी तू फिर मोर जवाब दो ये जवाब दो पानी अरे स्वयं वो बिहार का रोबे अरे सोड़ा मुझे वो घंटी बजाइलु पुराण कथा को मु कोन अविश्वास करी ए कंस जात शत्रु कथा ए कोन मिछ कथा अरे ये सदा मोरी घर जाना है जे आ मुए पुराण कथा अविश्वास करी कोन हो रास तेरा वो घंटी बजे वो धाना की रे वो गेलू आवा वो आया की रे वो गुंडुला अरे आवा 이래만 다나 이래라 서거라 rakhichi 제가 뭐라 rakhichi 뭐 다는 안 그리고 에이 다나 이거를
ଆରେ ଇଏ କଣ ଦେବା ନା ରଖିଲେ ଡାକିଲେ ରଖିଲେ ମଚିଲେ ବୁଝିଲା ରଖା ଭାଇଆ 안되지 마. 뭐 먹어서 들어갔다며 샬라 रह 샬라 जाऊँ तो कुछ पक्का काम बता दो अरे हाय और ये क्या बहुत आई काम चलाया मुझे वाह आपको तो भालो काका কান্দু চলবো আবু ବାପ ଘରେ ଅସରନ୍ତି ଦୁଃଖରେ ଦିନ କାଟୁଥିଲି ଭାବିଥିଲି ଶାଶୁ ଘରକୁ ଆସିଲା ପରେ ଭଲ ଜୀବନ ସାଥୀଟିଏ ପାଇ ତା ହସ ଖୁସିରେ ଭାଗ ବସେ
ନୂଆ ସଂସାରଟିଏ ଗଢ଼ି ଏଠି ଦେଖୁଛି ମୋ ସ୍ୱାମୀ ଜଣେ ପାଗଳ, ଆମ ଶ୍ୱଶୁର ଜଣେ କଂସେଇ। ତାହା ଆଶା ଭରସାରେ ମୁଁ ଏଠି ଦିନ କାଟିବିନି। ମୋ ଜୀବନଟାର ଏମିତି ଗୋଟେ କାହାଣୀ ଜାଣି ନା କାହାକୁ କହି ହୁଏ, ନା ପଢି ହୁଏ, ନା ଲେଖି ହୁଏ। ସୁଖ ମୋ ଠାରୁ ଅନେକ ଦୂରରେ, ଦୁଃଖ ମତେ ଅଟହାସ୍ୟ କରୁଛି। ମୋ ଜୀବନର କାହାଣୀଟା ନା କୋଉ ଚଳଚ୍ଚିତ୍ରର କାହାଣୀ, ନା କୋଉ ରାମାୟଣ ପୁରାଣର କାହାଣୀ। ଏକ ଏମିତି କାହାଣୀ, ଏ ଅକୁଆ କାହାଣୀ ଶୁଣିବ କିଏ? ଜୀବନର ମାନେ ମୋରେ ରଖେଳ କରଲା ଯତନା ଏଠି ଭାଗ୍ୟର ଖେଳ। ଜୀବନ ପରେ ସବୁ ଖସି ଯାଏ ଖୁସି, ସୁଖ ପରଦେଶୀ ଏଠି ଲୁହବାର ମାସି। ସମୟ କତିରେ ବଦଳେ ଦୁନିଆ, ମଣିଷ ଜୀବନ ଦୁଇଟା ଦିନିଆ। ସମୟ କତିରେ ବଦଳେ ଦୁନିଆ, ମଣିଷ ଜୀବନ ଦୁଇଟା ଦିନିଆ। କେମିତି ଚାଲିବ ତାର ବିଚାର ଅକୁହାତ ହରି ଶୁଣିବ କିଏ? ଅକୁହାତ ହରି ଶୁଣିବ କିଏ? ଅକୁହାତ ହରି ଶୁଣିବ କିଏ? ଅକୁହାତ ହରି ଶୁଣିବ କିଏ? ନକ୍ସଲଟା କୁଆଡ଼େ ଗଲା କେଜାଣି? ସମୟ ଜ୍ଞାନ ବୋଲି ଆ ପାଖରେ କିଛି ନାହିଁ ନା କ'ଣ କେଜାଣି? ଯାହା ଟିକେ ଆଣିବ ବୋଲି ବାପା ଝିଅ ସବୁ ଦେଖୁଛ, ଝିଅ ସବୁ ତୁମର ସେ ଡାଲି ରାସ୍ତାକୁ ଭାଙ୍ଗିଦେଲା, ନଷ୍ଟ କରିଦେଲା। ପଛ 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 ଆରେ ପଛ ମାରିଲି ଶ୍ୱଶୁର ମହାଶୟ। ଶୁଣ, ଶ୍ୱଶୁର ହୁଅନ୍ତୁ କି କୁକୁର, କୁକୁର ଯଦି ତୁଳସୀ ଚଉରାରେ ପରିସ୍ରା କରେ ତାହେଲେ ତାକୁ ମାଡ଼ ଦିଆଯାଏ। ଆଉ ଏ ଘରେ ଯେ ଯେକୌଣସି ଭୁଲ କରିବ, ମୋ ବଡ଼ ଜିନିଷ ନଷ୍ଟ କରିବ, ତାହେଲେ ସେମାନଙ୍କୁ ଏମିତିକା ପନିଶମେଣ୍ଟ ଦିଆହବ।
अरे माँ तू टिके चुप हो जा रे माँ तू तो ये घर रो कुड़िया तू कहीं ये घर पतरे मुंडू पुरौଛୁ ଶୁଣ ତମ ଆବଶ୍ୟକ ମୁତାବକ ତମକୁ ଯାହା ଦବା କଥା ଦେଇ ତମକୁ ଶ୍ୱଶୁର ଘରକୁ ପଠାଇ ଶ୍ୱଶୁର ଘରେ 4 ଦିନ ନ ପୁରୁଣୁ ତମେ ଏଠିକି ଆସିବାର ମାନେଟା ଓ ତମ ପୁରୁଣା ନାଗର କଥା ମନେ ପଡ଼ିଗଲା ବୋଧେ ସେଇଥିପାଇଁ ବାତର ରାତିରୁ ତମ ସ୍ୱାମୀର ବେଡରୁ ତମେ ଏଠିକି ଚାଲି ଆସିଛ ମାନିବାକୁ ପଡ଼ିବ ତମକୁ बाबू Aha! My part! ମୁଁ ଅଲିଭା କେତେବେଳେ ମାରେ ଚୌକାକ ଆଉ କେତେବେଳେ ମାରେ ଆରେ ଶୁଣ ମୁଁ 10 ମିନିଟ୍ ସମୟ ଦେଲି ଯାହା କଥା ହେବା କଥା ଜଲ୍ଦି ହେଇଯା ସେଣେ ମୋର କେତେ କାମ ଶ୍ୱଶୁର ମହାଶୟ କାମ କରିବେ କାଇଁ ତମେ ଏଥର ବୋହୁ ତମେ କଣ କରିବ ये बड़े घरर मुंडी बसी बसी गेंफा मारिबे सुन काम नाही तो खाइबा भी मिलिबनी କାଇଁ ତମେ ତମ ସ୍ୱାମୀ କି କହୁନ ଏ ଘରେ ଗୋଟେ ଚାକର ନେଇ ରଖ गुड अबे एटा होची हमर पर्सनल नीड ता जरा हमें कौन करिबु न करिबु से डिस्कशन हमें न तम बापा कौन कहले तुमको बोधे सुबह गले तबे होचे घरर 4 दिन रो कुनिया यही कथा जेमिति तमर मने रहू ता छड़ा तमर तो तम पुरुष नागर कथा मने पड़ी जाउची ना सेहिति पई तमे एठि चाली आसीछ ए सुनो कौन कथा बेर अछि 10 मिनिट भीतर कथा ही जा मु अलिभा केते बेले मारे चौका तो केते बेले मारे काहे के माँ तू नजर खावे देखते करूछु छुट्टी करी लांछित तो बासा अरे जा मो भाग्य रे थिबो ताकू ही मु भोगिबी अच्छा कहलु माँ तू कहीं एठिक आसिथिलु ମୋ ଭାଗ୍ୟରେ ତ ନିଆଁ ଲାଗି ଯାଇଛି ଦୁଃଖ କରିବି ନା ସୁଖ କରିବି ନଈ ଭିତରକୁ ଗଲେ କୁମ୍ଭୀରର ଭୟ ନଦୀ କୂଳକୁ ଆସିଲେ ମହାବଳ ବାଘ ଜଗିଛି କୂଳ କିନାରା ହରେଇଥିବା ମୁଁ ଗୋଟେ ହତଭାଗୀ କେତେ ଆଶାରେ ମୁଁ ତମ ପାଖକୁ ଧାଇଁ ଆସିଥିଲି ବାପା ଏଠି ଆସି ଦେଖୁଛି ତମେ ତ ବହୁତ ଡର ଲାଗୁଛି अरे हे माँ तते मोर आडे बा मनरे किंतु किछि नबे कि मते कहि दे अरे कोन हेछि मते टिके कहि दे बाबा ମୋ ସ୍ୱାମୀ ଗୋଟେ ପାଗଳ नहीं रे माँ अरे ये सब हेला केमिति ताले मु तो भाग्ୟରେ ନିଆଁ ଲଗେଇ ଦେଇଥିଲ ମା ମତେ ମରଣ କାହିଁକି ନ ବାବା ମୋ ପାଗଳ ସ୍ୱାମୀକି ଭଲ କରିବା ପାଇଁ ମତେ ଗୁଡ଼ାଏ ଟଙ୍କା ଦରକାର ବାବା ମତେ କିଛି ଟଙ୍କା ଦିଅ ବାବା ମୁଁ ମୋ ସ୍ୱାମୀକି ଭଲ କରିବି ବାବା ମତେ କିଛି ଟଙ୍କା ଦିଅ ବାବା आहा मु अलिभा केते बेले मारे चौका तो
କେତେବେଳେ ମାରେ ଛକା। ଓ ବାପ ଝିଅ ତାହେଲେ ଏଇ ମନ୍ତ୍ର ଫୁଙ୍କା ଫୁଙ୍କି ହଉଛ। ଶୁଣ, ତମେ ଯୋଉ ଉଦ୍ଦେଶ୍ୟ ନେଇ ଏ ଘରକୁ ଆସିଛ ସେ ଉଦ୍ଦେଶ୍ୟ ତମର କେବେ ବି ପୂରଣ ହବ ନା। ଆଉ ତମକୁ ଟଙ୍କାଟିଏ ବି ମିଳିବନି। ମୋ ସଂସାର ଭାଙ୍ଗି ଯାଉ, ମୋ ସ୍ୱାମୀ ମରି ଯାଉ, ନାଇଁ ବାପା ନାଇଁ। ବିଧବା ହେଇଯାଉ। ଦୁନିଆରେ କେତେ ନାରୀ ଏମିତି ବିଧବା ହେଇ ବଞ୍ଚୁଛନ୍ତି, ତୁ ବି ସେମିତି ବଞ୍ଚିବୁ। ତୁ କଣ ମରି ଯାଉଛୁ? ଏବେ ଯେତେ ଯାହା ହେଲେ ବି ମୁଁ ତତେ ଟଙ୍କାଟାଏ ବି ଦେବିନି। ଭାଉଜି ମୁଁ ତମ ଗୋଡ଼ ତଳେ ପଡ଼ିଛି ଭାଉଜ, ମତେ ଟଙ୍କାଟେ ଦେଇଦିଅ ଭାଉଜ, ମତେ କିଛି ଟଙ୍କା ଦିଅ ଭାଉଜ। ये निशिकांत महापात्र तू न मरी बंचीचु कहीं ତମେ ଯଦି ମରିଯିବ ତାହେଲେ ମୋ ମୁଣ୍ଡରୁ ଗୋଟେ ବଡ ଟେନସନ ଯିବ। ତଥାପି ମୁଁ ତମକୁ ଟଙ୍କାଟାଏ ବି ଦେବି। ନାଇଁ ଭାଉଜ, ଦେଖ ମୁଁ ତମ ଗୋଡ଼ ଧରିଛି ଭାଉଜ। ହେଇ, ମୋ ଗୋଡ଼ ଛାଡ। ଆରେ ମୋ ଗୋଡ଼। जदि आमको बुझ बोली भावुच बहुमा ताले मते बर ହଁ ମୁଁ ସେଇଆ କରିବି। ତୁମକୁ ମଧ୍ୟ ବିଶ୍ୱାସ ଦେବି, କିନ୍ତୁ ୟାକୁ ମୁଁ ଟଙ୍କାଟାଏ ବି ଦେବି। बहुमा ये हिनी कपाली झियोटा पाई तम हाथ गोड़ तले मु पड़ुची ताकू किछि पैसा तम गोड़ तले ଓ ଆସିଗଲେ ତାଙ୍କ ଯୋଗ୍ୟମନ୍ତ ସାନ ପୁଅ। ଆଚ୍ଛା ଶୁଣ, ତମ ବାପା କହିବା ଆଗରୁ କଥାଟା ମୁଁ କହିଦଉଛି। ତମ ରୂପାର ସ୍ୱାମୀ ଜଣେ ପାଗଳ। ଆଉ ହଁ, ତାଙ୍କ ପାଗଳାମି ଭଲ କରିବା ପାଇଁ 1 ଲକ୍ଷ ଟଙ୍କା ଦରକାର। ସେ ଟଙ୍କାଟା ମୁଁ ଦେବି। ଆହା! ଟଙ୍କାଟାଏ ତ ରୋଜଗାର ନାହିଁ, ଏତେ ମୁହଁ ଫୁଟାଣି କଣ ପାଇଁ? ଆବେ! ଏତେ କଥା କଣ ବେ? ଏବେ ଏତେ କଥା କଣ କହୁ? ତୋର ଭିତରେ ଚଳୁଛୁ ଏଇଟାରେ ପୁଣି ମୁହଁ। ଆବେ! ଗୋଟାଏ କିଡନୀ ତ ବିକ୍ରି କର, ଆଉ ଗୋଟେ କିଡନୀ ବିକ୍ରି କରିଦିଅ। ମୋର ଭୋ ମୁଁ ସରୋଜ ମହାପାତ୍ର, ମୁଁ ନିଜ କଥା ମରିଯିବି, ହେଲେ ରୂପାର ସ୍ୱାମୀ ନିଶ୍ଚୟ ଭଲ। नहीं रे ମୁଁ ତତେ ଛାଡ଼ି ରହିପାରିବିନି ରେ। ଆରେ ଭଉଣୀର ବାହାଘର ପାଇଁ ତୁ ତ ଗୋଟେ କିଣିଟା ବିକ୍ରି କରିଦେଲୁ, ଆଉ କଣ ଅଛି ଯେ ତୁ? ବାପା, ରାଜା ହରିଶ୍ଚନ୍ଦ୍ର ପରି ମୁଁ ନିଜକୁ ବିକ୍ରି କରିଦେବି ପଛେ, ହେଲେ ମୋ ରୂପା ମୁହଁରେ ମୁଁ ନିଶ୍ଚୟ ହସ ଫୁଟେଇବି। ଆହା! ଇଏ ପୁଣି ହରିଶ୍ଚନ୍ଦ୍ର, ମୁଁ ଅଲିଭା। କେତେବେଳେ ମାରେ ଚୌକାତ, ଆଉ କେତେବେଳେ ମାରେ ଏବେ ସମୟ ଗଡ଼ିଗଲାଣି। ତୁ ଏଠି କଣ ପାଇଁ ଛିଡ଼ା ହେଇଛୁ? ଚାଲ ଘରକୁ ଯା। ଭାଉଜ ମୋ କଥା ଟିକେ ଶୁଣ। ଆଉଟ୍! ନାଇଁ ଭାଉଜ, ଆଉଟ୍! ଭାଉଜ, ମୋ କଥା ଟିକେ ଶୁଣ ଭାଉଜ। ଆରେ ଗେଟ! ତମର ସୁଆରେ ସବୁ ଭାସିଯାଏ ତାର ଖୋଜିଲେ ମିଳେ
জীবনা পাতিবনা সবুরেছি লুহানাই রে অকুহানি তোরে বাকিয়ে অকুহানি তোরে বাকিয়ে অকুহানি তোরে বাকিয়ে ଏମିତି ଏକ କୁହା କାହାଣୀ ନା କାହାକୁ କହି ହେବ ନା କାହା ଆଗରେ ପଢି ହେବ। ଏ କେଉଁ ପୁରାଣ କି ଉପନ୍ୟାସର କାହାଣୀ ନୁହଁ, ଏ ନିଚିକାନ୍ତ ମହାପାତ୍ରର ଲୁହ ଭରା କାହାଣୀ। ଏ ଏମିତି ଏକ କାହାଣୀ, ଅକୁହା କାହାଣୀ, ନିଜ ଆଖିର ଲୁହକୁ ଛାତିରେ ଘୋରି ଚାପି କାନ୍ଦିବା ଛଡା କଣ ବା ଅଛି ଆଉ। କାହାକୁ କହିବି, କିଏ ସେ ଶୁଣିବ ଏ ଅକୁହା କାହାଣୀ, ଶୁଣିବ କିଏ? ଅକୁହା କାହାଣୀ ଶୁଣିବ କିଏ? ଅକୁହା କାହାଣୀ ଶୁଣିବ କିଏ? ଅକୁହା କାହାଣୀ ଶୁଣିବ କିଏ? ଅକୁହା କାହାଣୀ ଶୁଣିବ କିଏ? এই গৌর, তুই কুয়ারে যাইছিলি রে? ମୁଁ ତତେ ନ ଦେଖି ମୋ ଆଖିଟା ବସି ଏବେ ତୁ ମତେ କଥା ଦେ, ତୁ ଛାଡ଼ିକି ମତେ ମୁଁ କଥା ଦଉଛି ବାପା, ତମକୁ ଛାଡି ମୁଁ ଆଉ କୁଆଡେ ଯିବିନି। ହେଲେ ମୋ ରୂପା ବାହା ହେଇଯା। ମୋ ରୂପା ବାହା ହେଇଯାଇଛି। ଆରେ ବାହା ସିଲା ହେଇଯାଇଛି, ତା କପାଳରେ ନିଆଁ ଲାଗିଯାଇଛି। କଣ ହେଇଛି ମୋ ରୂପାର ବାପା? ତା ସ୍ୱାମୀଟି ଗୋଟେ ପାଗଳ। ତମେ କଣ କଲ? ମୋ ବିଚରା ଭଉଣୀଟା କେତେ କାନ୍ଦୁଥିବ। ଆରେ ତା ସ୍ୱାମୀଟା ଭଲ ହେବା ପାଇଁ ସେ ଆମ ଘରକୁ ଆସିଥିଲା। ଏ ସମ୍ବିଦିର ସ୍ତ୍ରୀଟା ବାପା, ମୁଁ ଯିବି, ମୁଁ ତା ଶାଶୁ ଘରକୁ ଯିବି। କୁହ ବାପା, ତା ଶାଶୁ ଘର କୋଉଠି ତମେ କୁହ। ତା ବର ପାଇଁ ଯେତେ ଟଙ୍କା ଦରକାର ସବୁ ବାପା ମୁଁ ଖର୍ଚ୍ଚ କରିବି। ବାପା ମୁଁ ଖର୍ଚ୍ଚ କରିବି। ଆରେ ଟଙ୍କା ତୁ ଦବୁ? ହଁ ବାପା ମୁଁ ଦେବି। ତା ବାହାଘରକୁ ସିନା ମୁଁ ଆସିପାରିଲିନି, ହେଲେ ତା ବାହାଘର ଯେତିକି ଟଙ୍କା ଖର୍ଚ୍ଚ ହେଇଥାନ୍ତା ମୁଁ ତା ବର ପାଇଁ ଖର୍ଚ୍ଚ କରିବି ବାପା। ଆରେ ମୁଣ୍ଡା, ତୁ ଏତେ ଟଙ୍କା ଆଣିଲୁ କୋଉଠୁ? ଆରେ ତତେ ପଚାରୁଛି ପରା, ଏତେ ଟଙ୍କା ଆଣିଲୁ କୋଉଠୁ? ସେ କଥା ପରେ ବାପା, ସେ ହେଲା ଅନେକ କଥା ବାପା। ଆଗେ ମୋ ରୂପାର ଠିକଣା ଦିଅ, ମୋର ଭାରି ମନ ହଉଛି ତାକୁ ଦେଖା କରିବା ପାଇଁ ବାପା। ମୁଁ ତତେ କଣ ପଚାରୁଛି, ତୁ ଏତେ ଟଙ୍କା ଆଣିଲୁ କୋଉଠୁ? ଏ ମଣିଷ ମାରିଛି ମଣିଷ। ଆରେ ଗୌର, ଏ ସମିତି ଯାହା କହୁଛି କଣ ସତ? ଆରେ ମୁଁ କଣ ତତେ ପଚାରୁଛି? ମିଛ ମିଛ ବାପା,
ସବୁ ମିଛ ସବୁ ମିଛ କୋଉଟା ମିଛ? ସାମ୍ବାଦିକ ସମୟକୁ ମାରିବା କଣ ମିଛ? ହଁ ମିଛ ଘେରା ରହି ବୁଲିବା କଣ ମିଛ? ମୋତେ ବିଶ୍ୱାସ କରେ ସମ୍ବିତ ମୁଁ ମଣିଷ ମାରିନି ମୋତେ ବିଶ୍ୱାସ କରେ ଆରେ ହେ ସମ୍ବିତ ମୁଁ ଭଲ ଭାବରେ ଜାଣିଛି ମୋ ଗୌରଟା ସେମିତି ନୁହେଁ ରେ ଇଏ ନିଶିକାନ୍ତ ଆଦର୍ଶରେ ଗଢ଼ା ତୁମ ସବୁ ନୀତି ଆଦର୍ଶରେ ଗଢ଼ା ଏମିତି କେବେ ହେଇପାରିବନି ରେ ବାପା ଶୁଣ, ତମେ ଯୋଉ ନୀତି ଆଦର୍ଶ କଥା କହୁନା, ତମ ସବୁ ନୀତି ଆଦର୍ଶ ସେ ଗୋଡେ ନାଳେଇ ତମ ଆଦର୍ଶରେ ସେ କଣ କଲକି ଯାଇଛି କଣ ତ? ଆରେ କଣ ଏମିତି ତୋ ପାଖରେ ପ୍ରମାଣ ଅଛି ବାରମ୍ବାର ତୁ ତାକୁ ଦୋଷୀ ସାବ୍ୟସ୍ତ କରୁଛୁ ତାକୁ ପଚାର ବାପା, ତା ଗଣ୍ଠୁଲି କାହିଁ ପଚାର। ସେ ମର୍ଡର କଲା ସମୟରେ ଲାଶ ପାଖ ଗଣ୍ଠୁଲି ଭିତରୁ এই ফটো বানাই দেখো দেখো ଗୌର ଆରେ ତୁ ଏତେ ତଳକୁ ଖସି ଗଲୁ ଏ ବାରିଟା ତୁଳସୀ ତୁ ଗଣ ବିଶ୍ୱାତି କେବେଠୁ ହେଇଗଲୁ ଆରେ ମୁଁ ବା ତତେ ପଚାରୁଛି ଏକଥା ସତ ନା ମିଛ अरे काहीकिरे जड़क आखिरे मुहरे कुची दबाकू आउ जड़क मुह तो निभेई देलो सब परे भी बाबा मु मଣିଷ ମାରିନି तू जदि साधु पुरुष ये पुलिस लाश पाखरु एते संग्रह कला केमिति ମୁଁ ସେଟା କହିପାରିବିନି ବାବା तोते कहवाकू पड़िबो सतरे कर तू मଣିଷ ନିଜେ ନ ଖାଇ ନିଜେ ନ ପିଇ ତମମାନଙ୍କୁ ମଣିଷ କରିଥିଲି ଗୋଟେ ଏତେ ପୁରସ୍କାର ମୁଁ ପାଇଲି ଯେ ତରୁଟିଏ ବି ନିଶ୍ଚିକାନ୍ତ ମହାପାତ୍ର କଥା ଚିନ୍ତା କରିପାରିଲେନି ଇଏ ନିଶ୍ଚିକାନ୍ତ ମହାପାତ୍ର ମନ୍ଦିରରେ ଫୁଲ ଗୁନ୍ଥି ତମମାନଙ୍କୁ ମଣିଷ କରିଥିଲା କେହି ତାକୁ ଆଙ୍ଗୁଳି ନିର୍ଦ୍ଦେଶ କରିନଥିଲେ କିନ୍ତୁ ଆଜି ଗୋଟେ ପୁଅ ମୋର ମର୍ଡର ଆଉ ଗୋଟେ ପୁଅ ପୋଲିସ ତାକୁ ବାନ୍ଧି ନବ ଏକଥା ଶୁଣି ଲୋକମାନେ କଣ କହିବେ ଏକଥା ଶୁଣିବା ଆଗରୁ ମୁଁ ମରି ଗାଇ ଗଲି ବାପା अरे जा ताको बांधी नहीं जा तो बड़ी गोटे बड़ राजमीर बापा नुहे अरे चंबे नहीं जाए ताको अब एटा को यदि विचार रे फांसी हो जाए मैं बहुत खुशी है ଭାଇ ମୁଁ ହଉଛି ଆଇନ ଦାସ, ମୁଁ ହଉଛି ନାଚା, ମୋ କର୍ତ୍ତବ୍ୟ ମୁଁ ନିଶ୍ଚୟ କରିବି। ୟୁ ଆର୍ ଅଣ୍ଡର ଆରେଷ୍ଟ।
ରାମଚନ୍ଦ୍ର ପରି ପୁଅଟିଏ ହେଇପାରିଲେନି କି ପୁରାଣର ଶ୍ରବଣ କୁମାର ପରି ହେଇପାରିଲେନି ତମ ଲୁହ ଲହୁର ମୂଲ୍ୟ ମୁଁ ଦେଇପାରିଲିନି ବାପା ଶେଷରେ ମହାଭାରତର ଅଭିମନ୍ୟୁ ହୋଇଗଲି ଚକ୍ରବ୍ୟୁହ ଭିତରେ ସିନା ପଶିଗଲି ହେଲେ ଫେରି ପାରିଲିନି ମୋ ଜୀବନର ଏମିତି ଏକ କାହାଣୀ କାହାକୁ କହିବି କିଏ ବା ଶୁଣିବ ଏ ପରା ଅକୁହା କାହାଣୀ ଶୁଣିବ କିଏ ଦେଖୁଛି ଦେଖୁଛି ମୋ ତୋ ଭିତରେ ମୋ ପୁଅକୁ ଦେଖୁଅ ହଁ ତୋ ଭିତରେ ମୋ ପୁଅକୁ ଦେଖୁଛି ସେଦିନ ଅମାବାସ୍ୟା ରାତିରେ ମୋ ପୁଅଟାକୁ କିଏ ମାରିଦେଲା ସେଇଦିନ ଠାରୁ ମୋତେ ଆଉ ବାପା ବୋଲି କେହି ଡାକୁନାହାନ୍ତି ଏ ପୁଅ ମୁଁ ତୋତେ ଗୋଟେ କଥା ପଚାରିବି ତୁ ମୋତେ ବାପା ବୋଲି ଥରୁଟିଏ ଡାକିବୁ ଏ ପୁଅ ବାପା ଡାକୁଅ ଥରୁଟିଏ ମୋତେ ବାପା ବୋଲି ଡାକୁଅ ଥରୁଟିଏ ମୋତେ ବାପା ବୋଲି ଡାକ ବାପା ଆଉ ଗୋଟେ କଥା ମନେ ରଖିବୁ ମୋ ଘରେ ଗୋଟେ ନୂଆ ବୋହୂ ଅଛି ତୁ ତାକୁ ବାହା ହବୁ ଏ ପୁଅ ମନା କଲି ରେ ପୁଅ ମନା କଲି ତୁ ମନା କରିଦେଲେ ସେ ବିଚାରିଟା ବେସାରା ହେଇଯିବ ମୋ ପୁଅର ରକ୍ତ ତା ଗର୍ଭରେ ଅଛି ସେ ଦୁନିଆକୁ ଆସିଲେ କାହା ବାପା ପରିଚୟ ଦେଇ ସେ ଆସିବ যা তু রাজি হয়ে যা পুଅ তু ଥରୁଟିଏ ରାଜି ହେଇଯା ঠিক ଅଛି ଟିକେ ଅଭିନୟରେ ଯଦି ମୋ ଦୁଇଟା ଜୀବନ ବଞ୍ଚିଯିବ ତାହେଲେ ମୁଁ ଆପଣଙ୍କ ପ୍ରସ୍ତାବରେ ରାଜି ବାପା ଠିକ ଅଛି ଆ ମୋ ସାଥିରେ ମୋ ଘରକୁ ଆ ବାପା ଆଜି ସାବିତ୍ରୀ ବ୍ରତ ତା ପାଇଁ ଶଙ୍ଖା ଶାଢ଼ୀ ସିନ୍ଦୁର ସବୁ ନେଇ ଆସିଛି ଆଉ ଦେଖିବ ସିଏ ମୋ କଥା ଜାଣିଲେ ବହୁତ ଖୁସି ହବ କାହିଁକି ଆସିଛ ଆରେ ଏମିତି କଣ କହୁଛୁ ତୁ କଣ ଆଗ କଥା ମନେ ପଡି କରୁଛୁ अरे मुझे केबे भूली पारिबिनी दीपा अरे देख आज साबित्री व्रत सेठी भाई शंखा साड़ी सिंदूर सब नहीं आसी एते मने कला परे भी काहे के मते कहू
କହୁଛ ସେସବୁ ଜିନିଷ ମୋର କିଛି ବି ଦରକାର ନାହିଁ। ଏମିତି କହନା ଲୋ ଭଉଣୀ। ଆରେ କିଏ କୌଣସି ଡକାୟତି କରି ମରେନି। ଆରେ ପଥର ପିଟି ପିଟି ଆରେ ଦେଖୁନ ମୋ ହାତଟା କେମିତି ଲାଲ ପଡିଯାଇଛି। ମେହନତ କରିକି ଆଣିଛି ଲୋ ଭଉଣୀ। ଆଉ ମୋ ଭୁଲ ପାଇଁ ମୁଁ କାନ ଧରି ଉଠ ବସ अरे ने दीपा तो भाई साड़ी टका सिंदूर सब नहीं आसी सब केमिति है ना अरे मुंह को ये तो व्यक्ति बात आसी गेली अरे ये सब हेला केमिति भाई तो दीपा शंखा शाढ़ी सिंदूर पिंधि बनी ता सुखर सपन देखिबा करो ता कपारे निया लगी गला तोई बोता से जोता उसकिता शंखा सिंदूर छोड़ गला भाई कौन हमारे शंखा कौन हमारे सिंदूर भाई भगवान मते बंचाई रखिथिले आओ मु केबे आसीबिनी आओ केबे आसीबिनी मरि जिबे मो मुसिना हातरे शंखा मतरे सिंदूर पिंधि सधबाई हेले मो स्वामी संसार मो पाई सत सपन स्वामी कहबी मो निश्चय मिछा मिछा सबू मिछा नारी को भाई ता शाशुगर स्वर्ग केते दुख यंत्रणा आसिले भी छाती को पत्थर करी मन को दृढ़ करी सबू सही जाओ यंत्रणा मो पाई कष्ट है भगवान श्री कृष्ण को देखा करबा भाई केते मन रुचि पत्थर पाल्टी जाइतनी ठीक सेमिति और समय को अपेक्षा करो अपेक्षाटा मो पाई यंत्रणा पलटि जाई
ଏତେ ଆଉ ଯନ୍ତ୍ରଣା ସହି ଏ ଘରେ ମୁଁ ପଡ଼ି ରହିବି। ଆମେ ସମସ୍ତେ ସମୟର ଦାସ, ସମୟକୁ ଅପେକ୍ଷା କର, ସମସ୍ୟା ଆପେ ଆପେ ଅପ ହୋଇଯିବ। ହେ ଭଗବାନ, ଭଗବାନ ହଉଛି ଗୋଟେ ପ୍ରଶ୍ନର ଉତ୍ତର। ଆଉ କେତେ ଦିନ ତମେ ଏମିତି ଅଭିନୟ କରିଛେ? ତମେ କଣ ଭାବୁଛ ମୁଁ କିଛି ଜାଣିପାରୁନି? ମୁଁ ଠିକ ଜାଣିଛି ତମ ହୃଦୟଟା କଣ। ଭୟ କରିବାର କିଛି ନାହିଁ। ସବୁ ନାରୀଙ୍କ ପାଇଁ ତା ଶାଶୁଘର ସ୍ୱର୍ଗ। କେତେ ଦୁଃଖ ଯନ୍ତ୍ରଣା ଆସିଲେ ବି ମନେ ଭଳି ବାସନ ଭଳି ସବୁ ସହିକି ଏ ଘରେ ତମକୁ ରହିବାକୁ ପଡିବ। କେତେ ଆଉ ସହିବି, କେତେ ସହିବି, ଆଉ ମୁଁ ସହିପାରୁନି। କିନ୍ତୁ ଭଗବାନ ମୋ ପାଇଁ ନିଷ୍ଠୁର ପାଲଟି ଯାଇଛନ୍ତି। ଭଗବାନଙ୍କୁ ନିର୍ଭର କରନି। ଏ ସଂସାରରେ ବଞ୍ଚିବାକୁ ହେଲେ ସଂସାର ଗଣିତରେ ମିଶାଣ ମିଳାଣ ଗଣିତକୁ ଭାଗ ଶେଷରେ ତମକୁ ଏ ଘରେ ରହିବାକୁ ପଡିବ। ମୁଁ ଆସୁଛି। କୁଆଡ଼େ ଚାଲିଛି? ଅନେକ ଦୂର ଯୋଉଠି ମଣିଷ ମାନଙ୍କର ନିର୍ମାଣ ପ୍ରାପ୍ତି ହୁଏ। ଶୁଣ, ଏଠିକି ଆସ। ଯେତେ ଦୁଃଖ କଷ୍ଟ ଆସିଥିବି ମୁଁ କିନ୍ତୁ ତମକୁ କେବେ ବି ଘୃଣା କରିବି। ମୁଁ ତମକୁ ବୁଝେଇବାର ସାହସ ଟିକେ ହରେଇ ସାରିଛି। ଗୋଟେ କଥା ମନେ ଥାଏ ଯେମିତି ପଦ୍ମରୁ ପଦ୍ମ ଫୁଟିଲେ ବି ଯେମିତି କେତେ ସୁନ୍ଦର ଦେଖାଯାଏ, ମନ୍ଦାରରେ ହୀରା ବି ଦେଖାଯାଏ ଯେମିତି କେତେ ସୁନ୍ଦର ଦେଖାଯାଏ, ଠିକ ସେମିତି ପଦ୍ମ ଆଉ ହୀରା ମିଟି ଯାଅ। କିନ୍ତୁ ମୋ ଉପରେ ଭରସା ତମକୁ ମୋ ସ୍ତ୍ରୀର ସ୍ୱୀକୃତି ଦେଇଛି ସିନା, ସେ ଯୁଗର ସୀତା ଦମୟନ୍ତୀ ସାବିତ୍ରୀ ମାନେ ବି ତ ସ୍ତ୍ରୀ ଥିଲେ। ସେମାନଙ୍କୁ ଏଇଭଳିଆ କଠୋର ପରୀକ୍ଷା ଦେବାକୁ ପଡିଥିଲା। ଠିକ ସେମିତି ତମେ ସମୟକୁ ଅପେକ୍ଷା କର, ସମସ୍ୟା ଆପେ ଆପେ ଅପ ହୋଇଯିବ। ତମ ଜୀବନର ସୁଖ ଆପେ ଆପେ ହୋଇଯିବ। যা জীবন আকাশরে বড় মেঘটা অন্ধ হয়ে ঘুটি আসছে, বেচাটা লড়ি করুছি, কালিগুলিটা করে করছি। তা জীবন আকাশরে কোন কেবে সূর্য হইব? ମୋ ଜୀବନଟା ଏମିତି ଏକ କାହାଣୀ, ନା ପଢି ହୁଏ ନା ଲେଖି ହୁଏ। ମୋ ଜୀବନଟା ଏମିତି ଏକ କାହାଣୀ, ନା ଏ କାହାଣୀ କୋଉ ଚଳଚ୍ଚିତ୍ରର ନା କୋଉ ପୁରାଣ ଗ୍ରନ୍ଥର। ଏ ହେଉଛି ଏକ ଅକୁହା କାହାଣୀ। ଏ ଅକୁହା କାହାଣୀ ଶୁଣିବ କିଏ? ଟଙ୍କା ଆଣିଛୁ ନାଇଁ ବାପା, ମୁଁ ଟଙ୍କା ଆଣିନି। ମାନେ ଖାଲି ଆଗରେ ଆଇଛି କଣ ଏଠି ଘଣ୍ଟି ବଜେଇବେ? ମୋ ପାଖରେ ଟଙ୍କାଟିଏ ବି ନାହିଁ, ସେଥିପାଇଁ ମୁଁ ଚାଲି ଚାଲି ଆସିଛି। ହେ ତମ ଘର ପଛପଟେ ଟ୍ରେନ ଲାଇନ ଅଛି, ସେଇଠି ଆତ୍ମହତ୍ୟା ନ କରି ଏଠି ଆସି କଣ ଦେଖେ? ବାପା, ତାକୁ ଦେଖ ତ କହିପାରୁଛନ୍ତି
ଆରାମ ଯାଉଛି ଆରେ ମୋ ପୁଅ ତ ମରିବ ତୁ କଣ ମୋ ବାରିକର ବାଇଗଣ ଗଛରେ ପାଣି ଦବ ମରନି ବାପା ମୁଁ ମରିଛି ମୁଁ କିଛି ବି ଖାଇନି ଆଇକି କହିଲୁରେ ଉଚ୍ଛା ନାଗର ଦେଇକି ଘିଟେ ଖାଲି ମତେ ଘରୁ ବାହାର କରିଦେଲି ବାପା ତମେ ତୁ ତମେ ଜାଣିଛ এই দুনিয়াରେ ମୋର କେହି ବି ନାହିଁ ବାପା ମତେ ଟିକେ ଦୟା କର ବାପା ମତେ ଟିକେ ଦୟା କର ବାପା ଭାଗବତରେ ଲେଖା ଅଛି ପରା ଉପରେ ପଡ଼ିଲେ ପ୍ରମାଦ ଗୁରୁ ବ୍ରାହ୍ମଣ ଶିରଚ୍ଛେଦ ହଉ ହଉ ମୋତେ ଦୟା କରି କିନ୍ତୁ ଗୋଟିଏ ସର୍ତ୍ତ କୁହନ୍ତୁ ବାପା ମୁଁ ଆପଣଙ୍କ ସବୁ ସତ ମାନିବି କୁହନ୍ତୁ ବାପା କୁହନ୍ତୁ ବାପା ମୁଁ ଆପଣଙ୍କ କଥା ମାନିନି ବାପା ମୁଁ କିନ୍ତୁ ଏ ଘର ଛାଡ଼ି କୁଆଡ଼େ ବି ଯିବିନି ବାପା ହେଲେ ମା ମୁଁ କ'ଣ କହୁଥିଲି କି ମୋ ପୁଅ ତ ବଧ ପାଗଳଟା ଆଉ ତା ଛଡ଼ା ତୋର ଏଇ ଯୌବନ ତୁ ଛଟପଟ ହଉଛୁ ଆଉ ଆଉ ଏ କଥା ତ ମୋ ପାଗଳା ପୁଅ ବୁଝିପାରୁନି ଆଉ ମୁଁ ଗୋଟେ କଥା କହୁଛି ଶୁଣିବ সেটা তো ওরা বদ্ধ পাগল আর যদি হও ହେଇଗଲା କେହି ଅବିଶ୍ୱାସ କରିବେ ନା କାହିଁକି ନା ପାଗଳା ସୈନ୍ୟ ତ ପାଖରେ ଅଛି ମୁଁ ଟିକେ ଘର ଛାଡ଼ି ଚାଲିଯିବି ମୁଁ ଆତ୍ମହତ୍ୟା କରିଦେବି ହେଲେ ମୁଁ ମୋ ନିଜକୁ କେବେ କଳଙ୍କିତ କରିପାରିବିନି ଛି 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 ତମ ମନଟା ସାତ କପଟାରୁ ଆହୁରି ବି ଆହୁରି କୁଶ୍ଚିତ ଏତେ ବଡ଼ ପପି ତମେ ଏତେ ରାକ୍ଷସ ତମେ ଝିଅଟେ ଭାଇ ଶାଶୁ ଘରୁ ଆସି ବାପ ଘରୁ ଭାଇ ଆସି ଆଉ ତମେ ସେ ବାପାଟି ପାଏ ତମେ ତମେ ତ ନାରୀ ମାଂସ ବି ଗୋଟେ ରାକ୍ଷସ ତମ ମନଟା ଏତେ କୁଶ୍ଚିତ ଚିନ୍ତାଧାରା ଆରେ ଏମିତି ଚିନ୍ତାଧାରା କରିବା ପୂର୍ବରୁ ତମ ଜୀବନଟା ଅଟକି ଗଲାଣି ତମ ବିବେକରେ ତମକୁ ବାଧା ଦେଲାଣି ରାକ୍ଷସ ଦଶରା ଭଲ କରି ବିବେକ ଆସିବା ବହୁତ ତମେ ତ ଗୋଟାଏ ସଠ ତମେ ଗୋଟେ ପ୍ରବଞ୍ଚକ ତମେ ଗୋଟେ আমার কথা কই যাও ତମେ ମୋତେ କଥା କହିଲେ ଆସୁ କରୁଛ ଏବେ ଚନ୍ଦ୍ର ସୂର୍ଯ୍ୟ ଅନ୍ତତଃ ବନ୍ଦ ହେଇଯିବ ଏଠାରେ ଯଦି ପଳାଇଯିବ ଆକାଶଟା ଛେଡ଼ି ପଡ଼ିବ ঘন্টি বজানিয়ে গেল আলো পাপ করে সরষে ভাস পুণ্য করে লোককে ভাস তুই কোন খালি বল
বাবু সম্রাপুরে না রে ওই 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 খাড়ি পিনি বা খাড়ি পিনি বা केशर बाबू अरे तुम्हें कहा कि भारी गेस्ट कौन कौन भारी चना कौन कौन करीब ସେଇଟା ପାଗଳ ପୁଅ ଟଙ୍କାଟିଏ ଘରେ ନାହିଁ କେମିତି ଭଲ କରିବି ତାପରେ ନୂଆ ଘର ସୁନା ଘର ଘରେ ଗୋଟିଏ ପଇସା ନାହିଁ କ'ଣ କରିବି ଯାଉଛି ତା ବ୍ୟାଙ୍କରେ ବି ଡାକ୍ତର ଖର୍ଚ୍ଚ ପାଇଁ କିଛି ପଇସା ଗୋଟେ ଆସି ଦରକାର ହେଇଯାଉଛି ଆଜ୍ଞା ଶୁଣ ମୁଁ ତମକୁ ସାହାଯ୍ୟ କରିବି ତମ ପୁଅକୁ ଭଲ ଭାବରେ କିନ୍ତୁ ପୁଣି କ'ଣ ଆଜ୍ଞା ତମ ବୋହୂକୁ ଗୋଟେ କାମ କରିବାକୁ ପଡ଼ିବ କାମ କରିବାକୁ ପଡ଼ିବ କହୁନାହାନ୍ତି ଆଜ୍ଞା ଏ ଆଜ୍ଞା ମୋ ବୋଉ ଏମିତି ସେମିତି ବୋଉ ନବା ଆଜି ପିଠା ବାଳ ଅଧିକ ତା ସ୍ୱାମୀ ପାଇଁ ତ ସବୁ କରେ ଆପଣ କୁହ ଦୟା କରି କହୁଛି କ'ଣ ସେ କରିବାକୁ तो बहू को अभिनय କରିବାକୁ ପଡ଼ିବ ଚାଲିଛି ବିରକ୍ତ ବାପ କରିପାରିବିନି ଦ୍ରୌପଦୀ ପାଞ୍ଚଟା ସ୍ୱାମୀ ଘରେ କରିନି କହୁନୁ କଥା ତୁ କାହିଁକି କଥା କହିପାରୁଛୁ କହୁନୁ ସୀତା ରାବଣେ ତମେ ତ ଶ୍ୱଶୁର ନୁହେଁ ଗୋଟେ ରାକ୍ଷସ ତମେ ଏକଥା କହିବନି ଆଉ କିଏ କହିବ ତମେ ତମ ପୁଅର ମଙ୍ଗଳ ଚାହିଁଲେ ତମେ ଗୋଟେ ଜୀବ ଏକଥା କହିପାରିଥାନ୍ତ अबे बदमाश माटिया बेसी फड़फड़ हो चुको देख राम देखी चुपचाप हम कथा मानी जा और समुद्र भला हो ଆଉ ତୁ ବିଧବା ହୋଇଗଲା ପରେ ତୁ କୋଉ କୂଳରେ ହୋଇପାରିବୁ ଶୁଣ ଏମିତି ବି ତୋ ସ୍ୱାମୀ ବଞ୍ଚିକିରି ମୃତ ଆଉ କହ ସଧବା ହେବୁ ନା ବିଧବା ସଧବା ହବ ନା ବିଧବା ହବ ସଧବା ହବ ନା ବିଧବା अरे कहा तू सधवा है କହ ତୁ ସଧବା ହବ ନା ବିଧବା ହବ Almost ବିଧବା ହେବି ମତେ ମୋ ସ୍ୱାମୀ ଦରକାର ମୋ ସ୍ୱାମୀଙ୍କ ଜୀବନ ପାଇଁ ମୁଁ ନିଶ୍ଚୟ ବିଧବା ହେବି ସାମାନ୍ୟ ଟଙ୍କା ପାଇଁ ତମେ ମାନେ ମତେ ବିଧବା ସଜେଇ ମୋ ଜୀବନଟା ଉସରା ଲୁହ ସୁଖ ପାଇଁ ସାତ ସୁକୁନ ମୋ ଜୀବନଟା ଗୋଟେ ଏମିତି କାହାଣୀ ଏ କାହାଣୀ ନା କାହାକୁ କହି ହୁଏ ନା ପଢ଼େଇ ହୁଏ ନା ଲେଖେ ହୁଏ ये कहानी ना को चलचित्र कहानी ना को पुराणर कहानी ए होचे अकुआ कहानी सुनिबा किए
এবং দেশান্ত উদ্যোগী বাবাজি চরণ মিশ্র সহযোগা পুরস্কৃত করছেন এবং গৌর গ্রেট ফ্রেন্ড লেখক জীবন প্রণাম গুরুদেব। কଣ ହେଲା ଗୁରୁ? କଣ ହେଲା ଗୁରୁ? ଅବକରି ପାଠ କୋଉଠୁ ପାଇଲୁ? ବାଟରୁ। ହଁ ନାଇଁ ମ କିଛି ନାହିଁ ଏମିତି ପଚାରୁଥିଲି ଆଉ ହାବୁକା ଇଏ କି ବେଶ ହୋଇଯାଇଛି କଣ ବାହାଘର ଆବେ କାହାର ମୋର ମୁଁ ଯାହାକୁ ପ୍ରେମ କରୁଥିଲି ଆରେ ହାବୁକା ତୁ ଆ ଭିତରେ କାହାକୁ ପ୍ରେମ କରୁଥିଲୁ କାହିଁ ତ ମତେ କେବେ କହିଲୁ ସେ କଥା କଣ କାହାକୁ କହି ହୁଏ? ହାବୁକା ମୁଁ ଭାବୁଥିଲି ଗୋଟା ହୁଣ୍ଡାଟା ତୁ ତ ଭଲ ଜାଣିଛୁ ମୁଁ ଭାବୁଥିଲି ତମ ପୋଲିସ ବାଲା ମୋ ପାଖରେ ରସ ନାହିଁ ବୋଲି ପୋଲିସ ବାଲାଙ୍କ ପାଖରେ ତ ଭଲ ରସ ଅଛି ହଉ ହଉ ତୁ ଏଡେ ନାଳୁଆ ଆରେ ଶଳା ତୁ ଏଡେ ନାଳୁଆ କଣ ହେଲୁ ତୁ କଣ ଇଏ ତାକୁ କୁଣ୍ଢେଇଲୁଣି କୁଣ୍ଡିଥିଲି ଆଉ କଣ କାହିଁକିନା ମୁଁ ଦେଖୁଥିଲି ଏଇ ଶୁଣ ଏ ଯନ୍ତ୍ରଟାକୁ କୋଉଠୁ ପାଇଲୁ ଆଜ୍ଞା କୁହନ୍ତୁନି ଦେଇଛି ପାନେ ଏକାଥର ନେଲି ପୁରୀ ବାହା ହେଲି କାମ ଶେଷ ଥାନାରେ ପୁଣି ମଜା ମାର କରିଦେଲୁ ସେ କଥା ଆଉ କାହିଁକି କହୁଛନ୍ତି ଆଜ୍ଞା? ଆଉ କଣ କହିବି କୁହନ୍ତୁନି ବହୁତ କଷ୍ଟ ପୁରା ମୁଁ ଧଇଁ ସଇଁ ହେଇପଡ଼ିଲି ସତରେ ହଁ ହଉ ତୋ ସ୍ତ୍ରୀକି ଦେଖଉନୁ ଦେଖିବୁନି ତ ଦେଖିବେ ହଁ ବା ଦେଖିବେ ହଁ ବା ତୁ ଦେଖ
ହଁ ଆବେ ଏରା କିପଟେ ନୁଡ଼ିଆ ନୁଡ଼ିଆ ଲାଗୁଛି ଚାଲେ ଏଇ ଆପଣଙ୍କର ଏମିତି ରହେ ହଁ କୋଉଠି ପାଇଁ ନୁଡ଼ିଆ ନୁଡ଼ିଆ ଲାଗୁଛି ହଁ ଟିକେ ହାବୁକା ହଁ ତତେ ଆଉ କେହି ମିଳିଲେନି ଶେଷରେ ତୁ ମୋରି ଭାଡ଼ିରୁ କୁକୁଡ଼ା ଧରି ଖାଇସାରି ମତେ ପର ଧରିଦେଲୁ ଗୁରୁ ପୁଅ କହୁନାହାନ୍ତି କଣ ଆଉ କହିମି ତମେ ସେମିତି କୁହନି ଭାଇ ଚୁପ କର ଆ ଭିତରେ ମୁଁ ତୋର ଭାଇ ହେଇଗଲି ତମର ତମେ ନା ଘର ମାଷ୍ଟର ହଁ। ମୁଁ ବି ମାଷ୍ଟର ହଁ। ସେଇ ଖୁସିରେ ତମକୁ ଭାଇ ଡାକିଥିଲି ଆଉ କଣ ଗୁରୁ ଆମେ ଭିତରକୁ ଯାଉଛୁ କଣ ମୋ ଘର ଭିତରକୁ କାହିଁକି ହନିମୁନ ପାଇଁ ମୁଁ ଶୋଇବି କୋଉଠି ଭାଇ ଆଜି ରାତିକ ପାଇଁ ତମ କ୍ୱାର୍ଟର ରହିକି ଆମେ ସକାଳକୁ ପଳେଇବୁ ହେଲା ମୁଁ ତମେ ହଁ ହଁ ତମେ ଏଇ ବାରଣ୍ଡାରେ ଶୋଇଥାଅ ଆଉ ମଶା ଲାଗିଲେ? ମଶା ହଁ ମଶା ଆଉ ନାହାନ୍ତି ତମେ ମୁଁ ମଶା ଧୂପ ବ୍ୟବସ୍ଥା କରୁଛି ମଶା ଧୂପ ନୁହଁ ଅନେଇଛ କଣ କୁଆଡେ ଗଲ, ମଶା ଶିଷ୍ୟ? ଖାଉ କି ଯାହା ଖାଉ ଚାଲ ତାହେଲେ ଭିତରୁ ଚାଲ ସାତ ବର୍ଷ ହବ ସ୍କୁଲ ପଛ ପଟେ ଲାଇନ ମାରି ମାରି ମୋ ଜୀବନ ଗଲେ ହେଲେ ଶେଷରେ ହାବୁକା ଆଇଲା ଗଲା ନେଇ ପଡ଼ିଲା ଆଉ ମୁଁ ଯାଇ ଦେଖେ ସେ କଣ କରୁଛୁ
ওল্ড ম্যান আবে তোতে যদি জোতা পলিশ করি আসুনি তাহলে তো মনে করে দিতাম মো তোতে না তো ছিঁড়েই দেলু জোতাটা বোধ করুণা জানিনি কেମିତି ছিঁড়িଗଲା କଣ କଲୁ ଜାଣିନୁ ତୁ ସେ ଜୋତାଟାକୁ ତୁ ତ ଭାଉଜରେ ଗିଳୁଛୁ ଗିଳିଲା ବେଳେ ତୁ କାଇଁ ତଣ୍ଟିରେ ଲାଗି ଯାଉନି ମୁଁ ଜାଣିଛି ସେ ଜୋତାଟାକୁ ତୁ ଜାଣି ଶୁଣି ଛିଡ଼େଇ ମୋ ବାପା ନଥିଲେ ଆହା ମୁଁ ଅଲି କେତେବେଳେ ମାରେ ଚୌକା ଆଉ କେତେବେଳେ ମାରେ ତମ ପ୍ରଶ୍ନର ଉତ୍ତର ଦେବା ପାଇଁ ମୁଁ ବାଧ୍ୟ ନୁହଁ ମୋ ପାଇଁ ବାବା ବେ କଣ କହିଲୁ ତୁ ମୋ ବୋପା ନା ତୋର ଏତେ ସାହସ ହାତ ମୋଡ଼ିକି ନାଇଁ ରେ ମୁଁ ଏତେ ବଡ଼ ପାପ କରିନି ରେ ପଚାର ମୋ ଠାକୁର ଭଳି ବାପାଙ୍କ ଉପରୁ କଣ ପାଇଁ ହାତ ଉଠେଇଲେ ଏତେ ମିଛ କଥା କହୁଛ ଭଗବାନଙ୍କୁ ନିଜେ ମାର ଭଗବାନ ତମକୁ କେବେ ବି କହିବେନି ସେ ହଉଛନ୍ତି ମୋ ଶ୍ୱଶୁର ମୋ ଗୁରୁଜନ ଆଉ ମୁଁ ପୁଣି ୟାଙ୍କୁ ଜୋତାରେ ପିଟିବି ଦେଖୁଛନ୍ତି ସମିତ ସେ କେମିତି ଯାହା ମିଛ ଗୁଡାକ କହୁଛନ୍ତି ନା ମୁଁ ଏ କଥା କେବେ ବିଶ୍ୱାସ କରିବି ଅଲିଭା ବାପାକୁ ମାରିଥିବେ ଏସବୁ ମିଛ କଥା ତୁ ଠିକ କହିଛୁ ରେ ପୁଅ ତୋ ସ୍ତ୍ରୀ କଥା ବିଶ୍ୱାସ କରିବୁ ନା ଆଉ କଣ ଇଏ ତ ବାପ ଭାଇ କଥା ବିଶ୍ୱାସ କରିବୁ ବାପା ତମ କହିବାର ଅର୍ଥ ଏଇ ସବୁ ପ୍ରମାଣ କରୁ ଟିକେ ଛିଣ୍ଡିଗଲା ବୋଲି ଏ ଯାଇକି କେତେ ମାରିଥିଲେ ତାପରେ ବି ତୁ ଅବିଶ୍ୱାସ କରିବୁ ଅଲିଭା ତମେ ମୋ ଉପରକୁ ହାତ ଉଠେଇଲ ଶୁଣ ତମେ ହାତ ଉଠେଇ ତମ ଅମଙ୍ଗଳଟାକୁ ତମେ ଡାକି ଆଣୁଛ ମୁଁ ଏବେ ଏଇ ମୁହୂର୍ତ୍ତରେ ଘର ଛାଡ଼ି ଚାଲିଛି ଅଲିଭା କେତେବେଳେ ମାରେ ଚୌକା ଆଉ କେତେବେଳେ ମାରେ ବାହାରେ ବାହାରେ ମୋ ଭାଇ ତୁ ବଡ଼ ଲୋକ ଘରର ଝିଅର ନାଲି ଆଖି ଦେଖି ଡରିଗଲୁ ନା ଆରେ ତତେ ପାଠ ପଢେଇ ମଣିଷ କରିବାର ଏଇଟା କଣ ପୁରସ୍କାର ଆରେ ଏ ଗୌର ଏ ସହରୀ ଝିଅଟା ଇଏ ତ ମୋ ସମିତ୍ର ମୁଣ୍ଡକୁ ଚୋବେଇ ଖାଇଛି ଇଏ ତ ପୁରା ମେଣ୍ଢା ହେଇଯାଇଛି ରେ ବାପା କାହିଁକି ବାପା ଆରେ ବାପା ବୋଲି ସମ୍ବୋଧନ କରୁଛୁ ତୋ ସ୍ତ୍ରୀ ଜୋତାରେ ମାରିଲା ତାର ପ୍ରତିକାର ତୁ କିଛି କରିପାରିଲୁ ଆରେ କି ପୁଅ ହେଇଛୁ ତୁ ପୁଅ ସବୁ ଶୁଣିଛି ଭାଇ ସବୁ ବୁଝିଛି ପରିସ୍ଥିତିର ଶକ୍ତ ଦୌଡ଼ି ମତେ ଏମିତି ବାନ୍ଧି ରଖିଛି ତୁ ଯେମିତି ପରମରେ ନିର୍ଜୀବ ପଥର ପାଲଟି ଯାଇଛି ହଁ ତୁ ଗୋଟେ ନିର୍ଜୀବ ପଥର ତା ନ ହେଇଥିଲେ ଜୋତା ପିନ୍ଧି ମୋ ଠାକୁରେ ଘରେ ପଶୁଛି ଗୁରୁବାରେ ଆଇଁଷ ଖାଉଛି
ଆଉ ଅଧା ନମଳା ଡ୍ରେସ ପିନ୍ଧି ଗୁରୁଜନ ମାନଙ୍କୁ ଅସମ୍ମାନ କରୁଛି। ରେ ତମେ ମାନଙ୍କୁ ଯଦି ମୋ ରୁଚି ପସନ୍ଦ ନୁହଁ ତାହେଲେ ତମେ ମାନେ ଘର ଛାଡି ପାର। ଏ ଘର ଆମର ଯଦି କାହାର ରହିବାର ଅଛି ତାହେଲେ ଏଠି ଆମେ ରହିବୁ। ତମକୁ ଯଦି ଏ ଘର ରୁଚି ଭଲ ନ ଲାଗୁଛି ତମେ ଯାଇପାର। ବା ସ୍ୱାମୀ ମହାଶୟ ବା ତମେ କୁଆଡେ ପିଲିହ କାଳ ପରକାଳର ଦେବତା। ତମ ଭାଇ ମତେ ଘରୁ ବାହାରି ଯିବା ପାଇଁ କହୁଛନ୍ତି ହେଲେ ତମେ କଣ ଏଠି ରାମାୟଣ ଶୁଣୁଛ? ତମର ଯେମିତି ଖରାପ ବ୍ୟବହାର ଖାଲି ମୋ ବାପା ଭାଇ ନୁହଁ ଯିଏ ନାହିଁ ସିଏ କହିବେ। କଥା କହିବାର ସୀମାଟା ଟପି ଯାଉଛ। ଶୁଣ ତମେ ତମ ବାପା ଭାଇ ପାଇଁ ଏଇଠି ଖୁସିରେ ରୁହ। ଆଜିଠାରୁ ସବୁ ସମ୍ପର୍କ ମୁଁ ତମ ସହିତ କାଟି ଦଉଛି। ଦେଖା ହବ ତମ ସହିତ କୋର୍ଟର କାଠ ଗଳାରେ। ଏତେ ବଡ ନିଷ୍ଠୁର ହୁଅନି ତମେ। ମୁଁ ଯଦି କିଛି ଭୁଲରେ କହିଦେଇଛି ମତେ ତମେ ଜୋତାରେ ପିଟ। ହେଲେ ମୋ ସ୍ୱାମୀକୁ ଏତେ କଷ୍ଟ ଦିଅ ନା। ସିଏ ଗୋଟେ ପୋଲିସ ଅଫିସର। 5 ଜଣକରେ ଜଣେ ସିଏ। କୋର୍ଟର କାଠଗଡ଼ାରେ ଛିଡା ହେଲେ ତା ସମ୍ମାନ ରହିବ ତ? ଆରେ ତମ ମାନେ ଛୋଟ ଲୋକ ମାନଙ୍କର ପୁଣି ମାନ ସମ୍ମାନ କରନ୍ତି। ଆମେ ଛୋଟ ଲୋକ ଆମର ସମ୍ମାନ ଆସିବ କୋଉଠୁ? ଇଏ ଶ୍ୱଶୁରଟା ତତେ ହାତ ଯୋଡି ଭୁଲ ମାଗୁଛି ତମେ ଇଏ ଘର ଛାଡି ଯାଅନି। ତମକୁ ହାତ ଯୋଡୁଛି ମୋ ସ୍ୱାମୀକୁ ଏତେ ବଡ ଶାସ୍ତି ଦିଅନି। କେତେ ଦୂରେ ବହବତ ମାରି ହଉଥିଲ ବାପ ପୁଅ କାଠ ଗଡ଼ା କଥା ଶୁଣିବାରୁ କଣ ଏକଦମ ଚୁପ୍ ହେଇଗଲ? ଶୁଣ ଯେତେ ଯାହା ହେଲେ ବି ମୁଁ ଏ ଘର ଛାଡି ଯିବି। ଆହା ମୁଁ ଅଲିଭା କେତେବେଳେ ମାରେ ଚୌକା ତ ଆଉ କେତେବେଳେ ମାରେ ଛକ୍କା। ଆରେ କହ ସନ୍ଦି ଆରେ ଗୌର କଥାର ଜବାବ ଦେ। ପଥରିନ ବାଟଇନା ଯେତେବେଳେ ତ ଛେକରେ ଠିଆ ହୋଇ ଭାବେ କେଉଁ ରାସ୍ତା ତା ପାଇଁ ଠିକ ହବ ସେମିତି ମୁଁ ଏକ ପଥରିନ ବାଟଇ ତ ଛେକରେ ଠିଆ ହୋଇ ଭାବୁଛି ତା ପାଇଁ କୋଉ ରାସ୍ତା ଠିକ ଆଉ କୋଉ ରାସ୍ତା ଭୁଲ। ଏ ପରିସ୍ଥିତିରେ ମୁଁ କଣ କରିବି କାହାକୁ କହିବି? ये अकुहा कारी सुरी पाकिया छिड़ी गला आजी तेरे हमरा डरा बिगता हो पिलो आजी आस तोरे तोरा
ଏମିତି ସୁନ୍ଦର ଛନ୍ଦି ହେଇଯାଇଛି ଯେ ସେ ନିଜେ ତାକୁ ପାରୁନି। କଣ କରିବି ମୁଁ ପରିସ୍ଥିତିରେ କୁଆଡ଼େ ଯିବି? ସମୟ ଏମିତି ପରିସ୍ଥିତି ମୋତେ ଛିଡ଼ା କରିଦେଇଛି ଯେ କାହାକୁ କରିବି କିଛି ଲାଗୁଛି। କଣ କରିବି ଏବେ? ଅପରାଧ আমার ভয় আকাশে সংগ্রাম করার চেষ্টা কর। পুলিশ বাবু হঠাৎ ଆମ ଘରେ କଣ ହେଇଛି ପୁଲିସ ବାବୁ? ଗୋଟେ କ୍ରିମିନାଲ ଧରା ଆସିଛି। ତା କେବେ ମୋ ପୁଅ କରିପାରିଲା ନାଇଁ, ସେ ମରିତ ମୋ ପୁଅ। ସିଏ କହୁ ଆପଣଙ୍କ ଅସଲି ପୁଅ ନୁହଁ, ନକଲି ପୁଅ। ନକଲ ମାନେ ଶରଦ ମହାପାତ୍ର ସେ ଆଚ୍ଛା, ତାହାର ପ୍ରକୃତ ପ୍ରମାଣ ସିଏ କହୁ ଆପଣ ମୁଣ୍ଡ ଛୁଇଁ ସେ କହୁ ସେ ଆପଣ ପୁଅ ବୋଲି। You are under arrest. ତମେ ତ ମାର କରିବନି। ରୂପା ହାତଟା ଉଠି ଫାଙ୍କି ଦେଇପାରେ। ରୂପା ରୂପା କି? ବାରେ ସରୋଜ ବା ଶେଷରେ ରୂପାକୁ ବି ମିଛ ସ୍ଥିର ଅଭିନୟ କରିବା ପଛେ ଏତେ ଭାରି କିଛି ଭୁଲ ନାହିଁ। ସରୋଜ ଭାଇ ମୁଁ କେମିତି ରଖି ରହିଛି। ତୁ ଚୁପ କର। ଶେଷରେ ତୁ ବି ଏତେ ତଳୁ ଖସିଗଲ। ତୋ ସ୍ୱାମୀ କୁଆଡ଼େ ଗଲେ ନା? ଆଉ ତଥାପି ଆଣିଛି କେ? ଦେଶାନ୍ତ ମାନସିଂ। ଦେଶାବାସୀ ମୋ ସେ ଶାଶୁ ଦେଶାନ୍ତ ମାନସିକ ହଉଛି ସବୁରି ମୂଳର କାରଣ। ମୋ ପାଗଳ ସ୍ୱାମୀକି ଭଲ କରିବା ପାଇଁ ମୋ ଶ୍ୱଶୁର ମୋତେ 50,000 ଟଙ୍କାରେ ବିକ୍ରି କରେ। ଖାଲି ତମ ସମ୍ପତ୍ତି ପାଇଁ। ମାନେ ତା ମାନେ କଣ ସେ ଦେଶାନ୍ତ ମାନସିକ ହଉଛି ଏ ମୂଳର କାରଣ? এই ভাই তুই দেশে তো মন্ত্রী জমার বিচারি নি বাবা আসো তো চল আমরা বাবা বুঝিবা বাবা ঘরে বুঝিবা তাকে সব কথা কইবা এই তো ভাই এসি গলানি শুনিছি ভাই যে ঘরে কালে মোর রূপার ଅଛି। এ ভাই তোরে মো দূরে বেঁচে দিয়েছি তুই মতে চিনতে পারো না আরে রূপা ସେଇ ଦେଶାନ୍ତ ମାନସିଂ ବାପା ତମ ପୁଅକୁ ଦେଶାନ୍ତ ମାନସିଂ ମାରି ମୋ ପୁଅ ମୁଣ୍ଡରେ ଲଦି ଦେଇଥିଲା। ମାନେ କାହିଁ? ନାଇଁ ରେ, ମୁଁ ତ ବାପା ନୁହେଁ। ମୁଁ ତ ବାପାର କର୍ତ୍ତବ୍ୟ ପାଳନ କରିପାରିଲିନି। ମୁଁ କି ବାପ? ମତେ ବାପ ଡାକି ଲଜ୍ଜିତ କରନ୍ତି। ସୋମନାଥ ବାବୁ, ମୁଁ ତମକୁ ହାତ ଯୋଡ଼ି ଭିକ୍ଷା ମାଗୁଛି। ଟଙ୍କା ସୁନା ରୂପା ମୋର କିଛି ଦରକାର ନାହିଁ। ତୁମ ପାଖରେ ବନ୍ଧା ପଡ଼ିଥିବା ମୋର ଏଇ ଝିଅଟା ତା ପାଗଳ ସ୍ୱାମୀ ପାଇଁ ଇଏ ତୁମ ପାଖରେ ବନ୍ଧା ପଡ଼ିଛି। ହେଲେ ଆପଣ ଏ କଣ କହୁଛନ୍ତି? ସେ ତ ନିଜକୁ ନିଜେ ବନ୍ଧା ପଡ଼ିଛି। ବାପା ଶୁଣିଛି বাবা বাবা তুমি সেড়ি গেছি যাইছো এড়ি আসো না আসো
ଗୌର ମୋ ପୁଅ ନୁହେଁ, ଗୌର ହଉଛନ୍ତି ମାନସିଂଙ୍କ ପୁଅ। ଏ କଣ କହୁଛନ୍ତି ଋଷିକାନ୍ତ ବାବୁ? ଗୌର ଯେ ମୋ ପୁଅ, ଏମିତି ତମେ କହିପାରୁଛ? ବାପା ମୁଁ କେବେ ବି ଛାଡ଼ିବିନି ସେ ଦେଶାନ୍ତ ମାନସିଂଙ୍କୁ, କେବେ ବି ଛାଡ଼ିବିନି। ଅପେକ୍ଷା କର ଦେଶାନ୍ତ ମାନସିଂ। ବାପା ଭଉଣୀକୁ ଗୌର ସହିତ ବାହା ଦେଇଦେଲା। আমার জীবনটা বরবাদ করবে, এই সোনাকে চলে মিলাবে। देखूंगा पता नहीं चला ये तो स्वामी निश्चय होगा कोई बोली ये तो समिति ଦୁଃଖ ଦେଖିବାକୁ ପଡିବନି। ଖୁସି ମୋ ଖୁସି ଆଜି ମତେ ମିଳିଗଲା। ମତେ ସମୟ ଫେରି ପାଇଲା ଆଉ ବିପଦ ସମୟ ଫେରି ପାଇଲା। ଆଉ କେହି କହିବେନି ଏ ଅପୁଆ କାହାଣୀ ଶୁଣିବ କିଏ? ଯିବା ବେଳରେ ନାଟକର ଶେଷ ଦୃଶ୍ୟ ସରିଲା ପରେ କଳାକାର